ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ବାସ୍ତବିକ ସତ୍ୟ କଥା। ସାଙ୍ଗମାନେ ଖରାପ ଭାବିବେ ନାହିଁ, ସ୍ତ୍ରୀ ଏବଂ ପୁରୁଷଙ୍କର ପିତା ସତ୍ୟ କଥା। ଆପଣଙ୍କ ବୈବାହିକ ଜୀବନକୁ ହସ ଖୁସିରେ ବନେଇବା ପାଇଁ ସପ୍ତାହକୁ 3ରୁ 4 ଥର ସମ୍ବନ୍ଧ ନିହାତି ଭାବରେ ରଖନ୍ତୁ। ଜଣେ ମହିଳାଙ୍କ ମୁହଁରେ ଚମକ ଏବଂ ତାଙ୍କ ସ୍ୱରର ସ୍ୱର ତାଙ୍କ ସ୍ୱାମୀ ଭଲ କି ଖରାପ ହେବ ତାହା କହିବ। ଆପଣଙ୍କ ହୃଦୟକୁ ଯିଏ ଭଲ ଲାଗୁଛି ତାକୁ ଭଲ ପାଆନ୍ତୁ। ଆଖିର କ'ଣ ଅଛି, ତାକୁ ତ ସବୁକିଛି ଭଲ ହିଁ ଭଲ ଲାଗିଥାଏ। କୌଣସି ବି ମହିଳା ଏଭଳି ପୁରୁଷଙ୍କ ସହିତ ସମ୍ପର୍କ ରଖିବାକୁ ଚାହିଁନଥାଏ। ଯେଉଁ ପୁରୁଷ କେବଳ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବ୍ୟବହାର କରିଥାଏ। ବହୁତ ମିଠା ସେହି ଲୋକଙ୍କ ପ୍ରେମ ଯେଉଁମାନେ ମାଇଲ ମାଇଲ ଦ୍ୱାରା ଅଲଗା ହେଇକି ରହିକି ମଧ୍ୟ ଫୋନ୍ ମାଧ୍ୟମରେ ସେମାନଙ୍କର ସମ୍ପର୍କ ବଜାୟ ରଖନ୍ତି ଏବଂ ଭଲ ସମ୍ପର୍କ ରଖିଥାନ୍ତି। ସମ୍ବନ୍ଧ ରଖିବା ଦ୍ୱାରା ଚାପ ସହିତ ମୁଣ୍ଡବିନ୍ଧା ମଧ୍ୟ ଅଦୃଶ୍ୟ ହୋଇଯାଇଥାଏ ଏବଂ ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ଯେଉଁ ପୁରୁଷ ବିବାହର ପୂର୍ବରୁ ଆପଣଙ୍କୁ ଆପଣଙ୍କ ଶରୀର ମାଗିଥାଏ, ସେଭଳି ପୁରୁଷ କେବେ ବି ହେଲେ ଆପଣଙ୍କ ମଥାରେ ସିନ୍ଦୁର ଭରିପାରିବ ନାହିଁ। କଥାଟା ପିତା ଲାଗିପାରେ, କିନ୍ତୁ ସତ୍ୟ କଥା। ଗୋଟେ ମହିଳା ଆଗକୁ ବଢ଼ିବାର ଦେଖିକି ଲୋକମାନେ ତାର ସଂଘର୍ଷ ଉପରେ ନୁହେଁ, ବରଂ ତାର ଚରିତ୍ର ଉପରେ ଆଗ ପ୍ରଶ୍ନ କରିଥାନ୍ତି। କ'ଣ ପାଇଁ କେଜାଣି? ଆପଣଙ୍କ ସମ୍ପର୍କକୁ ଖରାପ ନଜରରୁ ରକ୍ଷା କରନ୍ତୁ। ଦେଖିଥିବେ ପ୍ରାୟତଃ ସୁନ୍ଦର ଯୋଡ଼ିକୁ ଲୋକଙ୍କର ନଜର ଲାଗିଯାଇଥାଏ। ଗୋଟିଏ ଚେହେରା ଭଲ ପାଇବା ପାଇଁ ଯଥେଷ୍ଟ ହୋଇଥାଏ, କିନ୍ତୁ ଏଠି ସେଠି ମୁହଁ ମାରିବା ପାଇଁ ପୁରା ସହର ବି କମ୍ ପଡ଼ିଯିବ, ଦୁନିଆ ବି କହିଲେ ବି କମ୍ ପଡ଼ିଯିବ ସେମାନଙ୍କ ପାଇଁ। ଯାହାକୁ ଭଲ ପାଉଛନ୍ତି, ଗୋଟିଏ ଲୋକକୁ ଭଲ ପାଆନ୍ତୁ ଆଉ ହୃଦୟରୁ ଭଲ ପାଆନ୍ତୁ, ଦେଖିବେ ଜୀବନଟା କେତେ ସୁନ୍ଦର ହେଇଯିବ। ଏଠି ସେଠି ମୁହଁ ମାରନ୍ତୁ ନାହିଁ। ମହିଳାଙ୍କୁ ଭଲ ପାଇବା ସହିତ ତାଙ୍କୁ ସ୍ୱାଧୀନତା ବି ଦିଅନ୍ତୁ। ବିଶ୍ୱାସ କରନ୍ତୁ, ସେ ଆପଣଙ୍କ ବିନା କାହାକୁ ବି ହେଲେ ଚାହିଁବେ ନାହିଁ। ଆପଣଙ୍କ ସମ୍ପର୍କ ବଢ଼ିଆ ସେ ଚାଲିବ। ସୁନ୍ଦର ହେବା ଜରୁରୀ ନୁହେଁ, କାହା ପାଇଁ ଜରୁରୀ ହେବା ବହୁତ ସୁନ୍ଦର ହୋଇଥାଏ। ଯଦି ଆପଣ ଭଲ ପାଆନ୍ତି ନାହିଁ, ତେବେ ସ୍ପଷ୍ଟ ଭାବରେ ମନା କରିଦିଅନ୍ତୁ, କିନ୍ତୁ କାହାକୁ ଅଧା ହୃଦୟରେ ଭଲ ପାଆନ୍ତୁ ନାହିଁ। କାରଣ କିଛି ଲୋକ ଭଲ ପାଇବାକୁ ଜାଣନ୍ତି, କିନ୍ତୁ କିପରି ଭୁଲିଯିବେ ତାକୁ ଜାଣନ୍ତି ନାହିଁ। ଇଏ ସେଇ ଜମାନା ସାଙ୍ଗମାନେ। ଭଲ ପାଇବା ତାକୁ ମିଳିଥାଏ ଯିଏ ଦେଖେଇ ହୋଇଥାଏ। ହୃଦୟରେ ଭଲ ପାଉଥିବା ବ୍ୟକ୍ତିଙ୍କୁ ତ ଖାଲି ଧୋକା ହିଁ ଧୋକା ମିଳିଥାଏ। ନାରୀ ଭଗବାନଙ୍କଠାରୁ କମ୍ ନୁହନ୍ତି, କାରଣ ସେ ନିଜେ ଏକ ଅସ୍ତିତ୍ୱ ସୃଷ୍ଟି କରନ୍ତି ଏବଂ ବିଶ୍ୱକୁ ଉପଲବ୍ଧି ମଧ୍ୟ କରାନ୍ତି। କିଛି ଲୋକ ପୂରଣ କରିବାକୁ ଭଲ ପାଆନ୍ତି, କିଛି ଲୋକ ଭୁଲି ଯିବାକୁ ବି ଭଲ ପାଆନ୍ତି। ଯଦି ଆପଣ ଭଲ ପାଉଛନ୍ତି, ତେବେ ଏହାକୁ ଏପରି କରନ୍ତୁ ଯେ ଯେପରି ଉଭୟ ପରସ୍ପରର ନିକଟତର ହେବାକୁ ଇଚ୍ଛା କରନ୍ତି ବା ଇଚ୍ଛା ହେବ। ସେ ମଣିଷ ବହୁତ ଖାସ ହୋଇଥାଏ, ଯାହାଙ୍କର ଗୋଟେ ମେସେଜ ଆସିଲେ ମୁହଁରେ ଆପେ ଆପେ ହସ ଫୁଟି ଯାଇଥାଏ। ସତରେ ସେ ଲୋକ ବହୁତ ଖାସ ହୋଇଥାଏ। ଜଣେ ମହିଳା ପେଟର ଭୋକକୁ ସହି ଯାଇଥାଏ, କିନ୍ତୁ ଗୋଟେ ପୁରୁଷର ଭଲ ପାଇବାର ଭୋକକୁ କେବେ ବି ହେଲେ ସହ୍ୟ କରିପାରି ନଥାଏ। ଏହା ଉଲ୍ଲେଖ ମାଧ୍ୟମରେ ନୁହେଁ, ବରଂ ଚିନ୍ତା ମାଧ୍ୟମରେ ଜଣାପଡ଼ିଥାଏ କି ଏହି ଦୁନିଆରେ କିଏ ନିଜର ବୋଲି। ଏଇଠି ହିଁ ଜଣାପଡ଼ିଯାଇଥାଏ। ପ୍ରେମ ଦ୍ୱାରା ଆତ୍ମା ସନ୍ତୁଷ୍ଟ ହୋଇପାରିବ, କିନ୍ତୁ ମନ ଏବଂ ଶରୀର କେବଳ ଶାରୀରିକ ସମ୍ପର୍କ ଦ୍ୱାରା ସନ୍ତୁଷ୍ଟ ହୋଇଥାଏ। ଏହା ହେଉଛି ସତ୍ୟ କଥା ସାଙ୍ଗମାନେ। ଯେତେବେଳେ ସମ୍ପର୍କ ନୂଆ ନୂଆ ଆରମ୍ଭ ହୋଇଥାଏ, ସେତେବେଳେ ଲୋକ ଦିନ ରାତି କଲ୍ ମେସେଜ ଦ୍ୱାରା କଥାବାର୍ତ୍ତା ହୋଇଥାନ୍ତି। ଏମିତି ଲାଗିଥାଏ ଯେମିତି ସେ କେବେ ବି ହେଲେ ଛାଡ଼ିକି ଯିବ ନାହିଁ।
କିନ୍ତୁ ସମ୍ପର୍କ ଯେତେବେଳେ ପୁରୁଣା ହୋଇଯାଏ ମାସ ମାସ ଚାଲି ଯାଇଥାଏ ଗୋଟେ ଫୋନ୍ କଲ୍ ପାଇଁ। ଏମିତି ବି ହୋଇଥାଏ କି ଅପରପକ୍ଷ ଲୋକଟି ଅନଲାଇନରେ ରହିକି ମଧ୍ୟ ଗୋଟେ ମେସେଜ ଆସିନଥାଏ ସେ ଲୋକର। ଭାଗ୍ୟଶାଳୀ ସିଏ ହୋଇଥାନ୍ତି ଯାହାକୁ କେହି ଘନିଷ୍ଠ ରଖନ୍ତି ଏବଂ ଭଲ ପାଆନ୍ତି। କିନ୍ତୁ ଭାଗ୍ୟବାନ ସେ ହୋଇଥାନ୍ତି ଯେଉଁମାନେ ଦୂରରେ ରହି ମଧ୍ୟ ଗଭୀର ଭାବରେ ଭଲ ପାଆନ୍ତି। ଲୋକମାନେ ଯେତିକି ଉତ୍ସର୍ଗୀକୃତ ଏବଂ ପ୍ରେମ ସହିତ ନିଜ ପରିବାର ପାଇଁ ଏକ ଘର ନିର୍ମାଣ କରନ୍ତି, ସେମାନେ ସମାନ ଘର ଏବଂ ପରିବାରରେ ସ୍ନେହପୂର୍ଣ୍ଣ ଭାବରେ ବଞ୍ଚିବାକୁ ଭୁଲି ହିଁ ଯାଆନ୍ତି। ଯଦି କୌଣସି ମହିଳା ଆପଣଙ୍କୁ ଏହି ଦୁଇଟି କଥା କହିଦିଏ, ତେବେ ବୁଝିଯାଆନ୍ତୁ କି ତାଙ୍କ ଜୀବନରେ ଆଉ କେହି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଆସି ସାରିଲେଣି। ପ୍ରଥମ କଥାଟି ହେଉଛି ଆପଣଙ୍କର ସବୁ କଥାରେ କମି ବାହାର କରିବେ ଏବଂ ଆପଣଙ୍କଠୁ ଦୂରେଇ ଯିବା ପାଇଁ ଚେଷ୍ଟା କରିବେ। ଦ୍ୱିତୀୟଟି ହେଉଛି ସିଏ ବାରମ୍ବାର ନିଜକୁ ବ୍ୟସ୍ତ ଅଛନ୍ତି ବୋଲି ସବୁବେଳେ କହିବେ। ଲୋକମାନେ କୁହନ୍ତି କେହି କାହା ବିନା ମରିଯିବେ ନାହିଁ। ସତରେ ଲୋକମାନେ କୁହନ୍ତି କେହି କାହା ବିନା ମରିଯିବେ ନାହିଁ। କିନ୍ତୁ ଗୋଟେ ଥର ସତ ପ୍ରେମ ହୋଇଗଲେ ବଞ୍ଚି ଥାଉ ଥାଉ ମଧ୍ୟ ସେ ବ୍ୟକ୍ତିର ମରିଯାଇଥାଏ। ସେ ବ୍ୟକ୍ତି ମରିବା ସହିତ ସମାନ ହୋଇଯାଇଥାଏ। ଜଣେ ଜ୍ଞାନୀ ବୃଦ୍ଧଙ୍କ ମୃତ୍ୟୁ ହେବା ଅର୍ଥ ଏକ ବିରାଟ ଲାଇବ୍ରେରୀକୁ ପାଉଁଶରେ ପୋଡ଼ି ଦିଆଯିବା ସହିତ ସମାନ ହୋଇଥାଏ। ସତରେ ଜ୍ଞାନୀ ବ୍ୟକ୍ତିମାନେ ଆମ ପାଖରେ ଥିଲେ ବହୁତ ଜିନିଷ ଆମକୁ ଶିଖିବାକୁ ମିଳିଥାଏ। ଗୋଟେ ପତ୍ନୀ ପାଇଁ ସବୁଠୁ ମୂଲ୍ୟବାନ ଉପହାର ଜାଣିଛନ୍ତି ନା କ'ଣ ହୋଇଥାଏ? ପତିଙ୍କ ପାଖରୁ ମିଳୁଥିବା ସାଥ, ସମୟ, ସମ୍ମାନ, ଇଜ୍ଜତ ଏବଂ ଟିକେ ଭଲ ପାଇବା। ଯଦି ଗୋଟେ ମହିଳା ମାସେ ପର୍ଯ୍ୟନ୍ତ ସମ୍ଭୋଗ ନ କରନ୍ତି ତାହେଲେ ଜାଣନ୍ତୁ କ'ଣ ହୋଇଥାଏ। ଏକରେ ଛୋଟ ଛୋଟ କଥାରେ ପତିଙ୍କ ସହିତ ଝଗଡ଼ା ହୋଇଥାଏ। ଦୁଇରେ ଅନ୍ୟ ପୁରୁଷମାନଙ୍କ ପ୍ରତି ଆକର୍ଷିତ ହେବାକୁ ସେ ଲାଗିଥାନ୍ତି। ତିନିରେ ପୁରୁଣା ପ୍ରେମିକର କଥା ମନେ ପଡ଼ିବାକୁ ଲାଗିଯାଇଥାଏ। ଏହା ହେଉଛି ସତ୍ୟ କଥା ସାଙ୍ଗମାନେ। ଚାରିରେ ଛୋଟ ଛୋଟ କଥାରେ କ୍ରୋଧ ଆସିଥାଏ ବା ରାଗ ଆସିଥାଏ। ପାଞ୍ଚରେ ନିଦ ହେବାରେ ସମସ୍ୟା ହେବାକୁ ଲାଗିଥାଏ। ନିଦ ଜମା ଭଲରେ ହୋଇନଥାଏ। ଛଅରେ ଅତ୍ୟଧିକ ଚିଡ଼ିଚିଡ଼ା ଲାଗିଥାଏ। ସାତରେ ଘରର କୌଣସି ବି କାମରେ ବି ମନ ଲାଗିନଥାଏ। ଯେତେବେଳେ ସ୍ୱାମୀ ପତ୍ନୀଙ୍କର ସର୍ବୋତ୍ତମ ବନ୍ଧୁ ହୋଇଯାଇଥାନ୍ତି ସେତେବେଳେ ପତ୍ନୀଠାରୁ ଆଉ ବଡ଼ ଧନର ମାଲିକ କେହି ମାଲିକ ହୋଇଯାଇଥାନ୍ତି। ସେତେବେଳେ ପତ୍ନୀ ସବୁଠାରୁ ବଡ଼ ଧନର ମାଲିକ ହୋଇଯାଇଥାନ୍ତି। ଏହା ହେଉଛି କଳିଯୁଗ ସାର୍। ଜୋତା ଶୋରୁମରେ, ପୁସ୍ତକ ରାସ୍ତା କଡ଼ରେ, ମଦ ନଗଦ ଅର୍ଥରେ, କ୍ଷୀର ଉଧାରରେ, କୁକୁର ମହଲମାନଙ୍କରେ ଏବଂ ଗାଈଗୁଡ଼ିକ ରାସ୍ତାରେ ବୁଲୁଛନ୍ତି। ଏହା ହେଉଛି ସତ୍ୟ କଥା। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ସାଙ୍ଗମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ହେଉଛି ସାଙ୍ଗମାନେ ଜୟ ଜଗନ୍ନାଥ।